ଯେଉଁ ହାତ ଶାଢ଼ୀର ପଣତକୁ ଅଣ୍ଟାରେ ଭିଡ଼ି ରୋଷେଇ ଘର ସମ୍ଭାଳି ପାରେ ସେହି ହାତ ଷ୍ଟଡି ଟେବୁଲରେ କଲମ ଧରି ନିଜ ଭାଗ୍ୟ ନିଜେ ଲେଖିପାରେ। ନମସ୍କାର ସମସ୍ତଙ୍କୁ। ଶାଢ଼ୀର ଷ୍ଟଡି ଟେବୁଲ ପରିବାରକୁ ଆପଣଙ୍କୁ ସମସ୍ତଙ୍କୁ ଆଦରର ସହ ସ୍ୱାଗତ। ଓଡ଼ିଆ ଘରେ ଯେଉଁଦିନ ଆମିଷ ରୋଷେଇ ଥାଏ ସେହିଦିନ ଜଣେ ଗୃହିଣୀ ପାଇଁ ସୂର୍ଯ୍ୟୋଦୟଠାରୁ ହିଁ ଏକ ଅଘୋଷିତ ଯୁକ୍ତି ଆରମ୍ଭ ହୋଇଯାଏ। ରୋଷେଇ ଘରର ଆଇଁଷ ରୋଷେଇ, ଘର ସଫା, ଘର ସଜାଡ଼ିବା, ପରିବାରର ସମସ୍ତ ସଦସ୍ୟଙ୍କ ପସନ୍ଦ ମୁତାବକ ସମୟରେ ଖାଦ୍ୟ ପରସିବା, ଏସବୁ ଦାୟିତ୍ୱ ଭିତରେ କେତେବେଳେ ସମୟ ଚାଲିଯାଏ ଜମା ବି ଜଣାପଡ଼େନି। ଆଜି ବହୁତ କାମ ଥିଲା, ଭାବିଲି ଆଜି ବୋଧେ ମୋ ଟାର୍ଗେଟ୍ ଅଧୁରା ରହିଯିବ। କିନ୍ତୁ କୁହନ୍ତି ନା, ଯେଉଁ ସ୍ୱପ୍ନ ଆଖିରେ ଥାଏ ତାହା କେବେ ବାହାନା ଖୋଜେ ନାହିଁ। ସକାଳର ସବୁ କାମ ସାରି ଛୁଆକୁ ଖୁଆଇ ଶୁଆଇଲା ବେଳକୁ ପ୍ରାୟ ଦିନ 3ଟା ବାଜି ସାରିଥିଲା। ପୁରା ଦେହ ବି ଥକି ଯାଇଥିଲା, ଆଖିପତା ଭାରି ହେଇ ଆସୁଥିଲା। ସାରା ଦୁନିଆ ଯେତେବେଳେ ଦ୍ୱିପ୍ରହର ଆରାମଦାୟକ ନିଦରେ ଶୋଇଥାଏ ସେତେବେଳେ ମୋ ମନ ଭିତରେ ମୋ ଅଧୁରା ସ୍ୱପ୍ନ ଗୁଡ଼ିକ ଚିତ୍କାର କରୁଥିଲେ। ମୁଁ ଭାବିଲି, ମୁଁ ଆଜି ଯଦି ଥକି ପଡ଼ି ଶୋଇଯିବି ତେବେ ଆଗାମୀ ଭବିଷ୍ୟତ କେବେ ଜାଗ୍ରତ ହେବ ନାହିଁ। ସେଥିପାଇଁ ଆଳସ୍ୟକୁ ଦୂରେଇ ମୁଁ ଦିନ 3ଟାରୁ ଅପରାହ୍ନ 4:30 ପର୍ଯ୍ୟନ୍ତ ପୁରା 1.5 ଘଣ୍ଟା ଓଡ଼ିଶା ହିଷ୍ଟ୍ରି ଏବଂ କରେଣ୍ଟ ଆଫେୟାର୍ସ ପଢ଼ିବା ଆରମ୍ଭ କରିଥିଲି। ଓଡ଼ିଶାର ହିଷ୍ଟ୍ରି ପଢ଼ିଲା ପରେ ମୁଁ ମୋର ପ୍ରଥମ 1.5 ଘଣ୍ଟାର ଟାର୍ଗେଟ୍ ସଫଳତାର ସହ ଶେଷ କଲି। ଦିନର 1.5 ଘଣ୍ଟା ପାଠପଢ଼ା ସରିଥିଲା ସତ, ହେଲେ ସଞ୍ଜବେଳର ପୁଣି ସେଇ ଘର କାମ, ସମସ୍ତଙ୍କ ପାଇଁ ରାତିର ରୋଷେଇ, ପିଲାର ଦେଖାଶିଖା କରୁ କରୁ ରାତି 10ଟା ବାଜି ଯାଇଥିଲା। କ୍ଳାନ୍ତି ଏତେ ଥିଲା ଯେ ବହି ଧରିଲେ ନିଦ ଆସିବା ସ୍ୱାଭାବିକ। ସେଇଥିପାଇଁ ମୁଁ ଏକ ସ୍ମାର୍ଟ ଟ୍ରିକ୍ ବ୍ୟବହାର କଲି। ରାତି 10ଟାରୁ 11:30ର ଏହି ଦ୍ୱିତୀୟ ସେସନରେ ମୁଁ ମ୍ୟାଥ୍ ପ୍ରାକ୍ଟିସ୍ କରିବାକୁ ସ୍ଥିର କଲି। କାରଣ ଗଣିତର ଜଟିଳ ପ୍ରଶ୍ନଗୁଡ଼ିକ ସମାଧାନ କଲେ ମସ୍ତିଷ୍କ ସଦାବେଳେ ସଜାଗ ରହେ ଏବଂ ନିଦ ହଜିଯାଏ। ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସମାଧାନ କରୁ କରୁ ଯେତେବେଳେ ରାତି 11:30 ହେଲା, ମୋର ଆଜିର ମୋଟ 3 ଘଣ୍ଟାର ଟାର୍ଗେଟଟି ସମ୍ପୂର୍ଣ୍ଣ ହୋଇସାରିଥିଲା। ସେହି ସମୟର ଆନନ୍ଦ ଏବଂ ଆତ୍ମସନ୍ତୋଷ ବୋଧହୁଏ କୋଟିଏ ଟଙ୍କା ଦେଲେ ବି ମିଳିବ ନାହିଁ। ମୋର ସବୁ ଓଡ଼ିଆ ଭଉଣୀ, ଗୃହିଣୀ ଏବଂ ମା'ମାନଙ୍କୁ ମୁଁ ଆଜି ମୋ ହୃଦୟରୁ ଏତିକି କହିବାକୁ ଚାହେଁ, ପରିସ୍ଥିତି କାହା ପାଇଁ ସହଜ ନଥାଏ। ଘରର ଦାୟିତ୍ୱ, ପିଲାଛୁଆଙ୍କ ଜଞ୍ଜାଳ ଭିତରେ ନିଜ ପାଇଁ ସମୟ ବାହାର କରିବା ଏକ ଅଗ୍ନି ପରୀକ୍ଷା ସଦୃଶ। ହେଲେ ମନେ ରଖନ୍ତୁ, ଯେଉଁ ହାତ ଶାଢ଼ୀର ପଣତକୁ ଅଣ୍ଟାରେ ଭିଡ଼ି ରୋଷେଇ ଘରେ ଘର ସମ୍ଭାଳି ପାରେ ସେହି ହାତ ଷ୍ଟଡି ଟେବୁଲରେ କଲମ ଧରି ନିଜ ଭାଗ୍ୟ ନିଜେ ଲେଖିପାରେ। ଆମେ କେବଳ ଗୃହିଣୀ ନୁହେଁ, ଆମେ ଜଣେ ଜଣେ ଯୋଦ୍ଧା। ଯଦି ଆଜିର ମୋର ଏହି ବାସ୍ତବ ପ୍ରୟାସ ଏବଂ ସଂଘର୍ଷ ଆପଣଙ୍କ ମନକୁ ଟିକେ ବି ଛୁଇଁଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ ନିଶ୍ଚୟ କରନ୍ତୁ ଏବଂ ମୋ ସହ ଏହି ସ୍ୱପ୍ନର ଯାତ୍ରାରେ ସାମିଲ ହେବା ପାଇଁ ଶାଢ଼ୀ ଟୁ ଷ୍ଟଡି ଟେବୁଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆପଣ ନିଜ ସ୍ୱପ୍ନ ପାଇଁ ଆଜି କେତେ ସମୟ ବାହାର କଲେ କମେଣ୍ଟରେ ଜଣାଇ ମୋତେ ପ୍ରେରିତ କରନ୍ତୁ। ଦେଖା ହେବ ଆଗାମୀ ବ୍ଲଗ୍ରେ। ସେ ପର୍ଯ୍ୟନ୍ତ ଜେଦ୍ ଜାରି ରଖନ୍ତୁ ଏବଂ ପଢ଼ୁଥାନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।